ସଭାଟି ଆୟୋଜନ କରାଯାଇଥିଲା ଏଥିପାଇଁ ଯେ ଆମେ ଉମରକୋଟବାସୀ ଅନ୍ତତଃ ଗର୍ବିତ ଅନୁଭବ କଲୁ ଆମ ଅଞ୍ଚଳର ଏ ମାଟିର ଜଣେ ଡକ୍ଟର ଓଡ଼ିଶାର ହେଲ୍ଥ ସ୍ୱାସ୍ଥ୍ୟ ସେବାର ଡାଇରେକ୍ଟର ପଦବୀରେ ଅଧିକୃତ ହେବା ପରେ ଆମକୁ ସମସ୍ତଙ୍କୁ ଗର୍ବିତ ଅନୁଭବ କରି ଏ ସଭାଟି ଆୟୋଜନ କରାଯାଇଥିଲା ତାଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ସେଥିପାଇଁ ଏ ସଭା କରାଯାଇଥିଲା। ଡାଇରେକ୍ଟର ହେଇଛି ନିଶ୍ଚିତ ଭାବେ ଏ ସଫଳତା ପାଇଁ ଖୁସି ଅଛି। ମୋର ସମୟ ଟିକେ ଅଭାବ ଅଛି, ରିଟାୟାର ଅବସର ଗ୍ରହଣ କରିବା ସମୟ ହେଇଗଲାଣି। ଯଦି ଅଧିକା ସମୟ ମିଳିଥାନ୍ତା ମୁଁ ଚେଷ୍ଟା କରିଥାନ୍ତି ରାଜ୍ୟର ବିଶେଷ କରିକି ଆମ ଜିଲ୍ଲାର ଉନ୍ନତି କରିବା, ଆଉ ଟିକେ ଅଧିକା ଉନ୍ନତି କରିବା ପାଇଁ। ବିକାଶ କରିବା ପାଇଁ ତ ନବରଙ୍ଗପୁର ଯାହା ଆବଶ୍ୟକତା ଅଛି ଷ୍ଟାଡିୟମ ସମୟରେ ମୁଁ ଯାହା ଅନୁଭବ କରିଥିଲି ତାକୁ ଆଗକୁ ନେବା ପାଇଁ ଚେଷ୍ଟା କରିଥାନ୍ତି, ତାର ଡେଭଲପମେଣ୍ଟ ପାଇଁ ଚେଷ୍ଟା କରିବାର ମୋର ପ୍ରୟାସ ରହିବ। ସେଥିରେ ମୁଁ ବିଶେଷ କରି ଉମରକୋଟ ଜନସାଧାରଣଙ୍କୁ ଦେବି, ଉମରକୋଟ ଅଞ୍ଚଳର ବାସୀଙ୍କୁ ହିଁ ଦେବି। ସେ ହିଁ ମୋତେ ଆଜି ଏଠି ପହଞ୍ଚେଇଛନ୍ତି, ଏଠି ଆପଣମାନଙ୍କ ଗହଣରେ ଉପସ୍ଥିତ ରହିବା ପାଇଁ ସୁଯୋଗ ଦେଇଛନ୍ତି। ରିଟାୟାର ପରେ ମୁଁ ଏଠିକାର ଲୋକଙ୍କର ଆଶୀର୍ବାଦ ଚାହିଁବି। ଏଠିକାର ଯେଉଁ ସ୍ନେହ ସହାନୁଭୂତି ଏବଂ ସହଯୋଗ ସମସ୍ତଙ୍କର ଅଛି ସେଇଟା ମୁଁ କେମିତି ଭୁଲି ପାରିବି। ଆଉ ଏଠି ମୋର ଯେଉଁ ସ୍ପେଶାଲିଷ୍ଟ ହିସାବରେ ପିଲାମାନଙ୍କର ସେବା ଦେବା ପାଇଁ ଚେଷ୍ଟା କରିବି। ଆଉ ଯେମିତି ଲୋକ ମୋତେ ଆଗରୁ ଡିପେଣ୍ଡ କରୁଥିଲେ ବୋଲି କହିଲେ ଏବେ ଭାଷଣରେ, ତ ସେମିତି ଆଗକୁ ବି ମୋ ଉପରେ ଡିପେଣ୍ଡ କରନ୍ତୁ। ମୋର ଟିକେ ଅଧିକା ବି ସାହାଯ୍ୟ କରିବା ପାଇଁ ଏବଂ ଇଏ କରିବା ପାଇଁ ମୋର ବି ଭଗବାନ ମୋତେ ଆଶୀର୍ବାଦ କରନ୍ତୁ।